ସ୍ରଷ୍ଟାର ନାଟ୍ୟାଳୟ ନାଟକ ମିଛ ରାଗ ସ୍ରଷ୍ଟା ନାଟ୍ୟାଳୟ ପରିସରରେ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟକାର ପୀତାମ୍ବର ଦାସଙ୍କ ଲିଖିତ ଓ ପ୍ରସନ୍ନ ଦାସଙ୍କ ନିର୍ଦ୍ଦେଶନାରେ ଏହି ନାଟକଟି ମଞ୍ଚସ୍ଥ ହୋଇଥିଲା। ସ୍ରଷ୍ଟାର କଳାକାର ଗୋବିନ୍ଦ ଦ୍ୱିବେଦୀ, ସ୍ୱାଗତିକା ବାରିକ, ସ୍ୱାତିସ୍ମିତା ଦାସ, ସୌରଜିତ ସାହୁ, ଶ୍ୟାମରାଇ କର ଓ ଦିବାକର ମହାନ୍ତି ଏଥିରେ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଗୁରୁ ନନ୍ଦକିଶୋର ଦାସ ଦେଇଥିବା ବେଳେ ମଞ୍ଚସଜ୍ଜା କରିଥିଲେ ସନ୍ତୋଷ କାମିଳା। ପ୍ରାରମ୍ଭରେ ଡକ୍ଟର ପ୍ରଦୀପ ଭୌମିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ସଭା ଅନୁଷ୍ଠାନର ସମ୍ପାଦକ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ପୌରୋହିତ୍ୟରେ ପରିଚାଳିତ ହୋଇଥିଲା। ମଞ୍ଚରେ ସ୍ରଷ୍ଟାର ସଭାପତି ଆଲୋକ କୁମାର ସାହୁ, ନିର୍ଦ୍ଦେଶକ ପ୍ରସନ୍ନ ଦାସ ଓ ନାଟ୍ୟକାର ପୀତାମ୍ବର ଦାସ ଉପସ୍ଥିତ ଥିଲେ। ଦର୍ଶକମାନେ ଏହି ନାଟକଟିକୁ ମନଭରି ଉପଭୋଗ କରିଥିଲେ। स्नेह मोरा